ଡାହାଣ ହାତ ଆଙ୍ଗୁଳି ନଷ୍ଟ ହୋଇଯାଇଛି। ଆଉ ପାଦ ଆଙ୍ଗୁଳି କଥା ନ କହିବା ଭଲ। ନିୟତିର ଦାଉ ହେଉ କିମ୍ବା ଅଭିଶପ୍ତ ଭାଗ୍ୟ, ଯାହା ପାଇଁ ସେ ଲାପ୍ରୋସି ଭଳି ଦୁରାରୋଗ୍ୟରେ ପୀଡ଼ିତ। ଗରିବ ଘରର ଭାତ ଓ ଲୁଣର ସଂସାର ଭିତରେ ଏପରି ରୋଗ ଏ ପରିବାର ଉପରେ ଦୁଃଖର କଳାବାଦଲ ଓଜାଡ଼ି ଦେଇଛି। ଅନ୍ୟପଟେ 100% ଯୋଗ୍ୟ ହୋଇ ମଧ୍ୟ ସରକାରୀ ଅବହେଳା ପାଇଁ ସାମାନ୍ୟ ଭତ୍ତା ଯୋଜନାରେ ମଧ୍ୟ ତାଙ୍କୁ ସାମିଲ କରାନଯିବା ବିଡ଼ମ୍ବନାର ବିଷୟ ପାଲଟିଛି। ହଁ ଦର୍ଶକ ବନ୍ଧୁ, ବୟସର ଶେଷ ସୋପାନରେ ଦୁଃଖ ଜର୍ଜରିତ ଜୀବନ ଜିଉଁଥିବା ଏମିତି ଜଣେ ବୃଦ୍ଧା ହେଉଛନ୍ତି ଶିଳ୍ପ ସମୃଦ୍ଧ ଦାନଗଦୀ ବ୍ଲକ ଅନ୍ତର୍ଗତ ଦେଉଳକଣ ପଞ୍ଚାୟତ ପାଟବଲି ଗ୍ରାମର କୁଳମଣି ପାତ୍ରଙ୍କ ସ୍ତ୍ରୀ ଦେବକୀ। ପରିବାର ଲୋକ ଖୁସିରେ ତାଙ୍କ ନାମ ଦେବକୀ ରଖିଥିଲେ ମଧ୍ୟ ତାଙ୍କ ଜୀବନ ଆରମ୍ଭରୁ କଷ୍ଟଦାୟକ। ଗରିବର ତାଡ଼ନା ଭିତରେ ନିଜ ପରିବାରର ତେଲ ଲୁଣ ସଂସାର ଚାଲୁଥିବା ବେଳେ ଦୀର୍ଘ ବର୍ଷ ହେବ ସେ ଲେପ୍ରୋସି ରୋଗରେ ପୀଡ଼ିତ, ଯାହା ତାଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି। ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଳି ନଷ୍ଟ ହୋଇଯାଇଥିବା ବେଳେ ପାଦ ଆଙ୍ଗୁଳିଗୁଡ଼ା ମଧ୍ୟ ଏହି ରୋଗ କାରଣରୁ ନଷ୍ଟ ହୋଇଛି। ସେ ଏକରକମ ଅକର୍ମଣ୍ୟ ହୋଇଥିବା ବେଳେ ଏବେ ନିଜର ବେରୋଜଗାରିଆ ପୁଅ ଉପରେ ଆଶ୍ରିତ। ସରକାର ଏଭଳି ରୋଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅନେକ ଯୋଜନା କରିଥିବା ବେଳେ ସାମାନ୍ୟ ଭତ୍ତା ଗଣ୍ଡିଏ ମଧ୍ୟ ତାଙ୍କ ଭାଗ୍ୟରେ ଜୁଟିନି। ଭତ୍ତା କରାଇବାକୁ ସ୍ଥାନୀୟ ନେତୃମଣ୍ଡଳୀକୁ ଅନେକ ବାର ଗୁହାରି ହୋଇଥିଲେ ମଧ୍ୟ କେହି ତାଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ କରନ୍ତି ସେ। କିଏ ଯାଜପୁର ଟାଉନ ତ ପୁଣି କିଏ ଦାନଗଦୀ ଯା ବୋଲି କହନ୍ତି ଦେବକୀ। ହେଲେ ଏତେ ବାଟ ଯିବାକୁ ସେ ଅସମର୍ଥ ଥିବା କାରଣରୁ ଅଦ୍ୟାବଧି ଏଥିରୁ ବଞ୍ଚିତ ହୋଇ ଅଭାବ ଅନାଟନ ଓ ଦୁଃଖ କଷ୍ଟରେ ଜୀବନ ଜିଉଁଛନ୍ତି। ତେବେ ଏଭଳି ରୋଗରେ ପୀଡ଼ିତ ଦେବକୀଙ୍କ ପାଖରେ ପ୍ରଶାସନ କେବେ ପହଞ୍ଚି ତାକୁ ଭତ୍ତା ଯୋଜନାରେ ସାମିଲ କରୁଛି, ତାକୁ ହିଁ ଅପେକ୍ଷା। ବ୍ୟୁରୋ ରିପୋର୍ଟ, ମହାଗିରି ନ୍ୟୁଜ୍। ମାଉସୀ ତମ ପରିଚୟ ଟିକେ ଦେଲ। ଦେବକୀ ପାତ୍ର। ଘର କୋଉଠି? ପାଟବାଲି। କୋଉ ପଞ୍ଚାୟତ? ଦେଉଳକଣ ପଞ୍ଚାୟତ। ଆଚ୍ଛା, କ'ଣ ହେଇଛି ଅସୁବିଧା ତମର? ମୋର ଗୋଡ଼ ହାତ ଚଳୁନାହିଁ। ଆଉ ଯାହାକୁ କହିଲା ଆକୁ ଭତ୍ତା ପାଇଁ ଯିଏ ଆସିନେ ନେତା ଫେତା ଯିଏ ଆସିନେ କହିଲେ ସେ କହୁଛନ୍ତି ତମେ ଯିଅ ଟାଉନ କରେଇ ଦେଉନାହାନ୍ତି। ଆଉ ସରକାରଙ୍କ ପାଖରେ କ'ଣ ନିବେଦନ ରଖିବ? ଗୋଟେ ଭତ୍ତା କରିଦିଅ, କ'ଣ କରିବି।